ଠିଆ ଠିଆ ହେଇଯାଉନି ମାଛ ଏଥିରେ କିନ୍ତୁ ପାଇବେନି ସବୁ ଗାଁ ମାନେ ଯୋଉ ଗାଁ ଦେଖି ହଉଛି ଆସିଛି ନଈଟା ଏ ସବୁଆଡେ ଜାଲ ବସେଇ ଦେଇଛନ୍ତି। ତ ଫ୍ରେଣ୍ଡସ୍ ଆମର ସକାଳୁ ସକାଳୁ ବଗ ଦିଟା ଧରା ହେଇଲାଣି। ଆଜି ବାର ଅଛି ଶୁକ୍ରବାର, ତ ଶୁକ୍ରବାର ଦିନ ଆଜି ରୋଷେଇ ହବ ବଗ ମାଂସ ରେଡି। ଏଇଟା ଏଇ ନଈର ନାଁ ହେଲା ସାପୁଆ ନଈ ହେଲା। ଧରୁଛି କଣ୍ଟିନ୍ୟୁସଲି ଯୋଉ ପାଣିଟା ଆସୁଛି ସେ ପାଣିଟା ପୁରା ଆମର ଏଇ ନଈକି ଲାଗିଛି ହେଲା ପ୍ରାୟ ନଈ। ତ ହାଇ ଫ୍ରେଣ୍ଡସ୍, ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳେ। ତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ତ ଚାଲନ୍ତୁ ଆଜିର ବ୍ଲଗ୍ଟିକୁ ଷ୍ଟାର୍ଟ କରିବା। ରଖିଦେ ସେଠି ବେଗ୍ ଯା। ତ ଫ୍ରେଣ୍ଡସ୍ ସକାଳୁ ସକାଳୁ ଆମର ଗୁଗୁଲ ସ୍କୁଲ ବାହାରି ଗଲାଣି। ଗୁଗୁଲ ଟାଟା ହଁ। ତ ଫ୍ରେଣ୍ଡସ୍ ଆମର ସକାଳୁ ସକାଳୁ ବଗ ଦିଟା ଧରା ହେଇଲାଣି। ଆଜି ବାର ଅଛି ଶୁକ୍ରବାର, ତ ଶୁକ୍ରବାର ଦିନ ଆଜି ରୋଷେଇ ହବ ବଗ ମାଂସ ରେଡି। ହଁ ବଗ ଦେଖିକି ମୁଁ ସକାଳୁ ସକାଳୁ ଭାରି ଖୁସି। ଆଜି ଧରା ସକାଳୁ ସକାଳୁ ଦିଟା ବଗ ଧରା ହେଇସାରିଲାଣି ଦେଖିପାରୁଥିବେ। ବଗ ମାଂସ ଯେଉଁମାନେ ଖାଇନାହାନ୍ତି ଥରେ ଟେଷ୍ଟ କରିବେ, କୋଉଭଳିଆ ଟେଷ୍ଟ ଏଇଟା ତାପରେ ଜାଣିବେ। ଆମେ ସିନା ଖାଇଛୁ, ଆମେ ସିନା ଖାଇଛେ, କିନ୍ତୁ ବହୁତ ଲୋକ ଅଛନ୍ତି ବଗ ମାଂସ ଖାଇନାହାନ୍ତି। ତ ଫ୍ରେଣ୍ଡସ୍ ଆଜିକି ପାଖାପାଖି 10 ବର୍ଷ ହେଇଯିବ ମୁଁ ଆମ ଗାଁ ନଈକି ଆସିଲି। ତ ଆଜି 10 ବର୍ଷ ପରେ ମୁଁ ଆଜି ଆମ ଗାଁ ନଈକି ଆସୁଛି। 10 ବର୍ଷ ପରେ ଆଜି ମୁଁ ଆସୁଛି ହେଲା। ତ ବିଲରେ ଧାନ ଫାନ ସବୁ କଟା ହେଇଛି ଦେଖିପାରୁଥିବେ। ମେସିନ୍ ସବୁ କାଟିଛି, ସବୁ ପଡିଛି ହଉଛି ଆମର କୁଟା ସବୁ ପଡିଛି ଦେଖିପାରୁଥିବେ। କୁଟା ମାନେ କୁଟା ବୁଝିପାରୁଛ ନା ବୁଝିପାରୁନାହାନ୍ତି? ଆଉ ଗୋଟେ ଯୋଉ ସହର ଜାଗାରେ କୁଟା ଗୁଡାକ ସବୁ ନଡା କୁହାଯାଏ ହେଲା। ଆମର ଏପଟେ ଗାଁରେ କୁଟା କହୁ, ଠିକ ଅଛି। ତ ଚାଲନ୍ତୁ ଆଜି ଆପଣଙ୍କୁ ଦେଖୁଛି ଆମ ଗାଁ ନଈ। ତୁ ବାଙ୍ଗରୁ ଡେଲି ଆସୁଛୁ ବୋଧେ ଇଆଡକୁ? ସେପଟ ହେଲା ଆଦିବାସୀ ସାହି ହେଲା, ଏଇଟା ହେଲା ବାଇଗଡିଆ, ଆଉ ଏପଟ ସାଇଡଟା ହେଲା ଶିଲା ସାହି, ଠିକ ଅଛି। ସେ ଏପଟ ବାଇଗଡିଆ, ଏପଟ ଶିଲା ସାହି। ସେ ମଝିରେ ଦେଖୁଛନ୍ତି ଗୋଟେ ଏବେ ନୂଆ ତିଆରି ହେଇଛି ଗୋଟେ ବ୍ରିଜ। କିନ୍ତୁ ମୁଁ ଯେତେବେଳେ ସ୍କୁଲରେ ପାଠ ପଢୁଥିଲି ତ ସେତେବେଳେ ସେଠି ମାନେ ଓଭର ବ୍ରିଜ ନଥିଲା, ଆଉ ବ୍ରିଜ ଗୋଟେ ବନା ହେଇଛି, ବ୍ରିଜ ସେତେବେଳେ ନଥିଲା। ସେତେବେଳେ ହଉଛି କଣ ବାଉଁଶରେ ହଉଛି ପୋଲ ବନା ହେଇଥିଲା। ସେ ପୋଲ ଉପରେ ଆମେ ହଉଛି ବସିକି, ପୋଲ ଉପରେ ବସିକି ଖୋଜୁ, ସେ ପୋଲ ଉପରେ ଆମେ ଠିଆ ହେଇକି ଯାଉ ସେପଟକୁ ଶିଲା ସାହି। ତ ସେପଟେ ବ୍ରିଜ ଟା ହେଇଯାଇଛି ଦେଖିପାରୁଥିବେ। ଟିକେ ଜୁମ କରି ଦେଖାଯାଏ ସେପଟେ ବ୍ରିଜ ଟା ହେଲା। ସେ ବ୍ରିଜ ଟା ଏବେ ନୂଆ ହଉଛି ହେଇଛି କାମ। ସେପଟୁ ଏପଟୁ ଯିବା ପାଇଁ ବହୁତ ସୁବିଧା ହେଇଛି। ନହେଲେ ଲୋକମାନେ ହଉଛି ଗାଡି ଫାଡି ବି ନେଇକି ଯାଇପାରନ୍ତିନି। ଯାହାର ଗାଡି ଫାଡି ସେପଟ ଶିଲା ସାହି ଗାଁର ଲୋକଙ୍କର ଯାହାର ଗାଡି ଫାଡି ଥିବ ସବୁ ନେଇକି ଯାଇପାରନ୍ତିନି, ବହୁତ ଅସୁବିଧା ହୁଏ। କିନ୍ତୁ ଏବେ ବ୍ରିଜ ଟା ହେଇଛି, ବହୁତ ସୁବିଧା ହେଇଛି। କିନ୍ତୁ ବ୍ରିଜ ଟା ମୁଁ ଦେଖିନି, 10 ବର୍ଷ ପରେ ମୁଁ ଆଜି ଆସିଲି ବ୍ରିଜ ଟା। ସେ ବ୍ରିଜ ଟା ନୂଆ ନୂଆ ହେଇଛି ବୋଧେ। ଦେଖିଛୁ ସେ ବ୍ରିଜ ଟା କେବେଠୁ ହେଲାଣି? ବର୍ଷେ ଖଣ୍ଡେ ହେଲାଣି ନା ଏବେ ରିସେଣ୍ଟ ନୂଆ ନୂଆ ହେଇଛି? ଏବେ ରିସେଣ୍ଟ ହେଇଛି ନା? ତ ଚାଲନ୍ତୁ ମୁଁ ଦେଖଉଛି ନଈଟା। ନଈର ମगर ପାଣି ଅଛି ନା ନାଇଁ? ଅଛି ନା? ହଁ ନା? ଏଇଟା ଏଇ ନଈର ନାଁ ହେଲା ସାପୁଆ ନଈ ହେଲା। ଏଇ ଯୋଉ ନଈଟା, ଏଇ ନଈଟା ପୁରା ଆମର ଯୋଉ ପଞ୍ଚଲିଙ୍ଗେଶ୍ୱର ଯୋଉ ଝରଣାଟା ଝରୁଛି, ପଞ୍ଚଲିଙ୍ଗେଶ୍ୱର ଯୋଉ ପାଣିଟା ଆସୁଛି, ସେ ପାଣିଟା ପୁରା ଆମର ଏଇ ନଈକି ଲାଗିଛି ହେଲା। ପୁରା ଏଇ ନଈ ସହିତ ପୁରା କନେକ୍ଟ ଅଛି। ପୁରା ପଞ୍ଚଲିଙ୍ଗେଶ୍ୱର ପାଣି ଏଇ ନଈକି ଆସେ, ଠିକ ଅଛି। ତ ଆସନ୍ତୁ ମୁଁ ଆପଣଙ୍କୁ ଦେଖଉଛି। ମାଛ ଏଥିରେ କିନ୍ତୁ ପାଇବେନି। ସବୁ ଗାଁ ମାନେ ଯୋଉ ଗାଁ ଦେଖି ହଉଛି ଆସିଛି ନଈଟା, ଏ ସବୁଆଡେ ଜାଲ ବସେଇ ଦେଇଛନ୍ତି। ଜାଲ ବସେଇ ଦେଇଛନ୍ତି, ମାଛ ସବୁ ଯାହା ଆସିଲେ, ନହେଲେ ସବୁ ସେଇଠି ବ୍ଲକ ହେଇକି ରହିଲେ, ସବୁ ମାଛ ଧରିଲେ। ଏ ନଈଟା କାମ କରିପାରୁନାହାନ୍ତି। ଏପଟରେ ଯିବା ଆସିବା ତ ନାହିଁ କିଛି, ଆଉ କିଏ କଣ କାମ କରିବ ଏଇଟା? ତାପରେ ହେଲା ଏଇ ନଈ ପାଖରେ ହଉଛି ଆମର ହଉଛି ମୋ କ୍ଲାସମେଟ ଯୋଉ ଆଦିବାସୀ ପିଲା ସବୁ ଅଛନ୍ତି, ସେମାନେ ଆସିକି ଏଇଠି ହଉଛି ଆଲବମ ଭିଡିଓ ଏଇଠି ସବୁ ସୁଟ କରନ୍ତି ନଈ ପାଖରେ। ଆଉ ଏଇପଟେ ଅଛି ଗୋଟେ ପୁରା ଖାଲ ଅଛି ଗଣ୍ଡ, ଏଇଠି ଆଗରୁ ଆମେ ଆସିକି ସବୁ ଗାଧଉ, ଆରାମସେ ଦେଖିବା ପଡିବୁ।
ଏଇ ଯୋଉ ଗଣ୍ଡଟା ଦେଖୁଛନ୍ତି ହେଲା, ଏଇ ଯୋଉ ଗଣ୍ଡଟା ଦେଖୁଛନ୍ତି ଏଇଠି ପୁରା ବହୁତ ପାଣି ରୁହେ। ଏଇ ଜାଗାରେ ପାଣିଟା ଜଲ୍ଦି ଶୁଖେନି, ବହୁତ ପାଣି ରୁହେ। ତ ଯୋଉ ଆଗରୁ ଯେତେବେଳେ ମୁଁ ସ୍କୁଲରେ ପାଠ ପଢା ଟାଇମରେ ଏଇ ନଈରେ ଏଇଠି ଆସିକି ମୁଁ ଗାଧାଏ। ମୁଁ ଆଉ ଆମେ ଯୋଉ 2-3 ଜଣ ସାଙ୍ଗସାଥି ଆସିଥାଉ, ଏଇଠି ଆମେ ଗାଧଉ, ଗାଧେଇକି ମାଛ ଫାଛ ଧରିକି ଯାଉ। ଭିଉଟା ପୁରା ଦେଖେଇଦେ ବାଙ୍ଗରୁ, ସେପଟେ ପୁରା ଗଛ ପଛ ହେଇଛି, ପୁରା ଭିଉଟା ପୁରା ମସ୍ତ ଲାଗୁଛି। ସବୁଠାରୁ ଇଣ୍ଟରେଷ୍ଟିଂ କଥା ହେଲା ଏ ନଈକୁ ଯୋଉ ପାଣିଟା ଆସୁଛି ସେଟା ପଞ୍ଚଲିଙ୍ଗେଶ୍ୱରରୁ ଆସୁଛି। ଏଇଟା ହେଲା ବହୁତ ଗୋଟେ ଇଣ୍ଟରେଷ୍ଟିଂ କଥା। ଆଉ ନଈଟା ତ ଯୋଉ ଦେଖୁଥିବି ହେଲା, ଆମର ଯୋଉ ଆମ ଗାଁରେ ଗୋଟେ ଛୋଟିଆ ନଈ, ନଈର ନାଁ ହେଲା ସାପୁଆ ନଈ। ତ ଭିଉ କିଛି ଏମିତି ଅଛି। ତ ଏବେ ଚାଲନ୍ତୁ ଯିବା, ସେପଟେ ମାଛ ଫାଛ ହଉଛି, କେତେ କଣ ଧରା ହେଲା ଦେଖିବା। ତ ଫ୍ରେଣ୍ଡସ୍ ହଉଛୁ ଆମର ହଉଛୁ ଏପଟେ ପିଲା ଗୁଡା କାହିଁକି ଏମିତି ଚିଲଉଛନ୍ତି, ଯିବା ଟିକେ ତାଙ୍କ ପାଖକୁ ପଚାରିକୁ ଯିବା କଣ ହେଇଛି। କିସ କାହାକୁ ମାରିବ ନା କିସ? ବାଡି ଫାଡି ଦେଇକି ଚାଲ, କାହାକୁ ମାରିବ ନା କିସ? ଆଁ ମର ଶୁଣ ଭାଇ, ଭାଇ ଠିଆ ଟିକେ ଠିଆ ହେଇହବନି। ମାନେ ଆଙ୍କର ଆମର ମକରରେ ତାଙ୍କର ଗୋଟେ କଣ ପର୍ବ ଅଛି ବୋଧେ, ସେମିତି ନେଇକି ଯାଉଛନ୍ତି। ପଛରେ 2ଟା ପିଲା ଦୌଡୁଛନ୍ତି। ତାଙ୍କୁ ଗୋଟେ ପଚାରିକି ବୁଝିବା ଏଇଟା କଣ ତାଙ୍କ ସିଷ୍ଟମ କେମିତି କଣ ରହିଛି ହେଲା। ମାନେ ସମସ୍ତଙ୍କର କଲଚର ହିସାବରେ ସମସ୍ତଙ୍କର ହଉଛି ପର୍ବପର୍ବାଣୀ ସବୁ ଅଲଗା ଅଲଗା ଷ୍ଟାଇଲରେ ପାଳନ କରାଯାଉଛି। ତାଙ୍କର ମକର ଏମିତି ପାଳନ କରାଯାଉଛି, ଦେଖିବା। କେତେ ପ୍ରକାର ମକର ସଂକ୍ରାନ୍ତିରେ ପାଳନ କରାଯାଉଛି ବାଙ୍ଗରୁ। ତାଙ୍କର ସବୁ ଛିଣ୍ଡା କୁଲା ଆଉ ବେଗ ଜାଳି ଫାଳି ସବୁ ନେଇକି ଯାଉଛନ୍ତି ସିଆଡେ। ସେ ଗଛ ପାଖ, ସେ ଗଛ ପାଖରେ କଣ ପିଟିବେ। ଯିବା ଓଡିଆର ମକର, ଆଉ ହେଲା ହଉଛି ତେଲୁଗୁ ଲୋକଙ୍କର ପୋଙ୍ଗଲ, ଆଉ ଆମର ହଉଛୁ ମୁସଲିମ ଲୋକଙ୍କର କଣ ଏଟା କୁହନି ବାଙ୍ଗରୁ। ମୁସଲିମ ଲୋକଙ୍କର ହେଲା ଏ ପର୍ବଟା ହେଲା ପିର। ଆଉ ଆଙ୍କର କିସ ମୁନି। ଆଙ୍କର ହେଲା ଆଦିବାସୀ ଲୋକଙ୍କର ମୁନି। ହଁ ଆଙ୍କର ତାହେଲେ କିସ, ଆଙ୍କର ମୁନି ହେଇଥିବ। ଦେଖନ୍ତୁ ସେ ଗଛକୁ ସବୁ ଫୋପଡା ଫୋପଡି କରୁଛନ୍ତି। ପଇସା ଆଣୁଛ ନା? ବାଇଗୁଡା ଭିତରେ ଏତେ ଡନ୍ ବାହାରି ସାରିଲେଣି ନା? ଏତେ ଡନ୍ ବାହାରି ସାରିଲେଣି, ମୁଁ ଦେଖିନି। ଏଟା କିସ, ତୁମେ ଏରା କିସ କରୁଛ? ଏଟା କିସ ତମର ପୂଜା ହଉଛି ନା କିସ? ଆଉ କିସ ମାନେ ଏଟା କିସ? ସବୁ ବର୍ଷ ତମର ଏମିତି ହୁଏ ନା? ଶୁଣୁ ଛୁଆ, ସବୁ ବର୍ଷ ଏମିତି ହୁଏ ନା? ସବୁ ବର୍ଷ ଏମିତି ହୁଏ? ମାନେ ଏଟା କଣ ତମର, ମାନେ ଯୋଉ ମକର ସଂକ୍ରାନ୍ତିର ଏମିତି ତମର ହୁଏ ସିଷ୍ଟମ ଅଛି ନା କଣ? ଏଇଟାକୁ କଣ କୁହନ୍ତି ତମର? ଧୁଅ। ତ ଫ୍ରେଣ୍ଡ, ସେ ମକର ସଂକ୍ରାନ୍ତିରେ ଆହୁରି ଅଧା ଆସୁଛନ୍ତି ନା? ଆଙ୍କର ଏମିତି ହଉଛୁ ଛିଣ୍ଡା ଝାଡୁ ଜାଳି ଫାଳି ସବୁ ବୋତଲ ଆଣିକି ଏ ଗଛକୁ ଫୋପାଡୁଛନ୍ତି। ତାଙ୍କର ସିଷ୍ଟମ ନା ହେଲା ଧୁଅ ନା ହେଲା। ତ ନା କିସ? ତୋ ନା କିସ? ତୁ କାହା ପୁଅ? ପୁରୁଷ ତମେ? ତମ ସବୁ ବାଇଗୁଡା ନା ଶିଲା ସାହି ଘର? ବାଇଗୁଡାରେ ଏତେ ଡନ୍ ବାହାରି ସାରିଲେଣି ନା?
हाँ? ଆହୁରି ଆସୁଛନ୍ତି ନା ଆହୁରି ଆସୁଛନ୍ତି ନା ହଁ ନା ଆଉ ଆଜି କିସ ତମ ତରଫରୁ କଣ କିଛି ମିଳିବ ନା ମିଳିବନି ଆଉ ଆଜି ତମର ଗୋଟେ ହଉଛୁ ନିଆଁ ଫିଆ ଲଗେଇବ ନା କିଛି ଗାଧେଇକି ଯିବ ହଉ ଆମେ ନିଆଁ ଫିଆ ଚଳେଇବା ଆଗରୁ ଚାଲ ଆମେ ଯିବା ସେପଟ କାମ ସାରିକି ଆମେ ଯିବା ମାଛ ଫାଛ କେତେ ଧରିଲେଣି ଦେଖିବା ଭିଡିଓ ବହୁତ ବଡ ହେଇଯାଉଛୁ ତାପରେ ଆହୁରି ମାମୁଁ ଘରକୁ ଆହୁରି ଯିବାର ଅଛି ଗଛକୁ ସବୁ ଜାଳି ତାପରେ ହଉଛି ବୋତଲ ହଉଛି ପାଛିଆ ଫାଛିଆ ସବୁ ଯାହା ସବୁ ଛିଣ୍ଡା ମିଣ୍ଡା ସବୁ ଆଣିକି ଗଛକୁ ଫୋପାଡ଼ିଲେ ତାପରେ ଏବେ ହଉଛି କୁଟା ଫୁଟା ରଖିକି ସେଠି ନିଆଁ ଲଗଉଛନ୍ତି ଦେଖିପାରୁଥିବେ ଖାଲି ନିଆଁ ଲଗେଇବ ନା ଭାତ ଫାତ ବି ରାନ୍ଧିକି ଖାଇବ